ମାଉଣ୍ଟ ଏଭରେଷ୍ଟ ଦୁନିଆର ସର୍ବୋଚ୍ଚ ପର୍ବତ। ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବାକୁ ଅନେକ ଲୋକ ସ୍ୱପ୍ନ ଦେଖନ୍ତି। ତେବେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ପ୍ରତିବର୍ଷ ବଢ଼ୁଛି। ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ଟେକ୍ଟୋନିକ୍ ପ୍ଲେଟ୍ର କାର୍ଯ୍ୟକଳାପ। ପୃଥିବୀର ପୃଷ୍ଠଟି ଅନେକ ଟେକ୍ଟୋନିକ୍ ପ୍ଲେଟ୍ ଦ୍ୱାରା ଗଠିତ, ଯାହା କ୍ରମାଗତ ଭାବରେ ଗତିଶୀଳ। ଯେତେବେଳେ ଏହି ପ୍ଲେଟ୍ ଗୁଡ଼ିକ ପରସ୍ପର ସହିତ ଧକ୍କା ହୁଏ, ସେତେବେଳେ ପର୍ବତ ଗୁଡ଼ିକ ସୃଷ୍ଟି ହୁଏ। ସେହିଭଳି ଟେକ୍ଟୋନିକ୍ ପ୍ଲେଟ୍ ଗୁଡ଼ିକର ଧକ୍କା ଦ୍ୱାରା ହିମାଳୟ ପର୍ବତ ଗଠନ ହୋଇଥିଲା। ଇଣ୍ଡିଆନ୍ ପ୍ଲେଟ୍ ଓ ୟୁରାସିଆନ୍ ପ୍ଲେଟ୍ ଧକ୍କା ହେତୁ ହିମାଳୟ ପର୍ବତ ଗଠନ ହୋଇଥିଲା। ଏହି ଦୁଇଟି ପ୍ଲେଟ୍ ଆଜି ମଧ୍ୟ ଧୀରେ ଧୀରେ ପରସ୍ପର ଆଡ଼କୁ ଗତି କରୁଛି, ଯେଉଁଥିପାଇଁ ହିମାଳୟ ପର୍ବତର ଉଚ୍ଚତା କ୍ରମାଗତ ବୃଦ୍ଧି ପାଉଛି। ଇସୋଷ୍ଟାଟିକ୍ ରିବାଉଣ୍ଡ ହେଉଛି ଅନ୍ୟ ଏକ କାରଣ, ଯେଉଁ କାରଣରୁ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ବଢ଼ୁଛି। ଯେତେବେଳେ ହିମାଳୟ ଉପରେ ବରଫର ଏକ ଘନ ଆସ୍ତରଣ ଥିଲା, ଏହାର ଚାପ ପୃଥିବୀର ଭୂତଳ ଉପରେ ପଡ଼ିଥିଲା। କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ୱ ତାପମାତ୍ରା ବୃଦ୍ଧି ହେତୁ ହିମାଳୟର ବରଫ ତରଳି ଯାଉଛି। ଏହି କାରଣରୁ ପୃଥିବୀର ଭୂତଳ ପୂର୍ବ ଅପେକ୍ଷା ହାଲୁକା ହୋଇଯାଇଛି। ଏହି କାରଣରୁ ପୃଥିବୀର ଭୂତଳ ଧୀରେ ଧୀରେ ବଢ଼ୁଛି, ଯେଉଁଥିପାଇଁ ଏଭରେଷ୍ଟ ପର୍ବତର ଉଚ୍ଚତା ମଧ୍ୟ ବୃଦ୍ଧି ପାଉଛି। ମସିହାର ରିପୋର୍ଟ ଅନୁସାରେ ଏଭରେଷ୍ଟର ଉଚ୍ଚତା 8,884 ମିଟର 86 ସେଣ୍ଟିମିଟର। ନେପାଳ ଓ ଚୀନ ପକ୍ଷରୁ ମିଳିତ ସର୍ଭେ ପରେ ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟର ପ୍ରକୃତ ଉଚ୍ଚତା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଶେଷ ଥର ପାଇଁ ଭାରତ 1954ରେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମାପିଥିଲା। ଏହି ସମୟରେ ଏହାର ଉଚ୍ଚତା ଥିଲା 8,484 ମିଟର। ପୂର୍ବ ଅପେକ୍ଷା ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ଏବେ 86 ସେଣ୍ଟିମିଟର ବୃଦ୍ଧି ପାଇଛି।